ଗୋଟେ କଥା, ଆମ ଗାଁରେ ଦି ଜଣ ଥିଲେ କହ୍ନେଇ ଜହ୍ନେଇ, ଦି ଭାଇ। ସେଦିନେ କଥା ହେଲେ ଆମେ ଯିବା ନଈକି ମାଛ ଧରି। ଭୂତଟାରେ ଶୁଣୁଥିଲା। ହେଠୁ ରାତି ଯେଉଁମିତି ଅଧ ହେଇଯାଇଛି, ଭୂତଟାରେ ଆସିଲା, କହିଲା କହ୍ନେଇ ରେ କହ୍ନେଇ, ଆଜି ତ ନିଦ ଭାଙ୍ଗୁନେଇ, ଆଉ ଜାଲ ପକେଇ ଯିବା ପା। ଏଠୁ ଜହ୍ନେଇଟାରେ ଉଠିଲା, ଉଠିକିନି ହେଠୁ ଜାଲ ସଜାଡ଼ିଲେ ଗଲେ। ଜାଲ ଯେତେବେଳେ ସଜାଡ଼ି ଗଲେ, ଭୂତ ଯାଉଛି ଆଗେ ଆଗେ, ଇଏ ତାଙ୍କର ପଛରେ ଯାଉଛନ୍ତି। ଆଉ ସେଟା କ'ଣ ଯାଉଛି ଆଉ ସେଟା ଖିଆଲ କଲେନି। ଯୋଉମିତି ଡଙ୍ଗା ଉପରେ ଚଢ଼ିଛନ୍ତି, ଭୂତ ହେଇଗଲା ତାଳ ଗଛ। ଆଉ ତାଳ ଗଛ ସମାନରେ ହେଇଯାଇ ସେ ଭୂତ ଯେତେବେଳେ କାୟା ବିସ୍ତାରିଲା, ଇଏ ଦି ଭାଇ କହିଲେ କ'ଣ ଇଏ ଏମିତି କୋଉଠୁ ଆସିଲା? ଏଠି ତ ଗଛ ପତ୍ର ନଥିଲା, କୋଉଠୁ ଆସିଲା? ସେଠୁ ଦି ଭାଇ ସେ ଡଙ୍ଗାରେ ଥାଆନ୍ତି, ତେଣୁ କରିକିନି ଆଉ ଭୟ କରୁନଥାନ୍ତି। ଜାଲ ଥାଏ, ଡଙ୍ଗା ଥାଏ, ଭୂତ ଆଉ ତାଙ୍କର କିଛି କରିପାରିଲା ନାହିଁ। ଭୋର ଭୋର ଯେମିତି ହେଇଗଲା, କହିଲା ଯା ଯା ତମ ମା ଦୁତିଆ ପୂଜିଛି। ସେ ଦି ଭାଇ ଉଧୁରିକିନି ଆସିଲେ।